ଜ୍ଞାନପୁଷ୍ପ ୟୁଟ୍ୟୁବ୍ ଚ୍ୟାନେଲ୍ ଆପଣଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଉଛି। ପରୀକ୍ଷାର ସବୁଠାରୁ ଭଲ ଦିଗ ହେଲା ଏହା ମାତ୍ର 2-3 ଘଣ୍ଟାରେ ଶେଷ ହୋଇଯିବ, କିନ୍ତୁ ବିଡ଼ମ୍ବନା ଯେ ଶେଷ ହେବା ପରେ ଏହାର ପ୍ରଭାବ ମସ୍ତିଷ୍କ ଉପରେ ସେମିତି ରହିଯିବ। ସାଧାରଣତଃ ଆମେ ଦେଖୁ ପରୀକ୍ଷା ଦେଇସାରି ଆସିବା ପରେ ମଧ୍ୟ ବିଦ୍ୟାର୍ଥୀ ଘଣ୍ଟା ଘଣ୍ଟା ଧରି ନିଜ ନିଜ ଭିତରେ ବା ପରିଚିତ ଲୋକ ଏ ବିଷୟରେ ଚର୍ଚ୍ଚା କରୁଥାନ୍ତି। କିଏ କେତେ ଉତ୍ତର ଠିକ୍ ଦେଇଛି, କେତେ ଭୁଲ ଦେଇଛି, କିଏ କେଉଁ ଉପାୟ ଆପଣେଇଛି, କେଉଁ ଉପାୟ ବାଦ ଦେଇଛି, ସବୁର ବିଶ୍ଳେଷଣ ଘଣ୍ଟା ଘଣ୍ଟା ଧରି ଚାଲୁଥାଏ। ଯେଉଁ ପରୀକ୍ଷା ସରିଯାଇଛି ସେ ବିଷୟରେ ଘଣ୍ଟା ଘଣ୍ଟା ଧରି ଚର୍ଚ୍ଚା କରିବାର କିଛି ଲାଭ ନାହିଁ। ଏହା ଯୋଗୁଁ ସମୟ ଓ ଶକ୍ତି ଉଭୟ ନଷ୍ଟ ହେବା ସହ ଆତ୍ମବିଶ୍ୱାସ ଉପରେ ପ୍ରଭାବ ପକାଇଥାଏ, ଯାହାଫଳରେ ଆଗାମୀ ପରୀକ୍ଷାର ପ୍ରସ୍ତୁତି ପ୍ରଭାବିତ ହୋଇଥାଏ। ଶ୍ରେଣୀ ପରୀକ୍ଷାରେ ଯେଉଁ ମୂଲ୍ୟାଙ୍କନ ହୁଏ ତାହାପରେ ଏ ପ୍ରକାର ଚର୍ଚ୍ଚାରେ ଲାଭ ମିଳିଥାଏ। ଏହି ଆଧାରରେ ତୁମେ ତୁମର ଦୁର୍ବଳତାକୁ ସୁଧାରିବାର କ୍ଷମତା ବିକାଶ କରିପାରିବ। କିନ୍ତୁ ଏହି ବିଶ୍ଳେଷଣ ବୋର୍ଡ ପରୀକ୍ଷା ମଝିରେ ଯଦି କରାଯାଏ ତେବେ ଏହା ତୁମର ମନୋବଳକୁ ଭାଙ୍ଗିଦେବ। ଉତ୍ତର ଖାତା ଜମା କରିବା ସହ ତୁମର ଏକମୁଖୀ ଯାତ୍ରା ଆରମ୍ଭ ହୋଇଯିବା ଉଚିତ। ଯଦି ତୁମେ ଠିକ୍ ଉତ୍ତର ଲେଖିଛ ତେବେ ସେ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ, କିମ୍ବା ଭୁଲ ଉତ୍ତର ଲେଖିଥିଲେ ମଧ୍ୟ ଚିନ୍ତା କରିବା ମୂଲ୍ୟହୀନ। ବୁଦ୍ଧିମାନ ତାକୁ ହିଁ କୁହାଯିବ ଯିଏ ହୋଇସାରିଥିବା ପରୀକ୍ଷା ବିଷୟରେ ବିଶ୍ଳେଷଣ ନ କରି ଆସୁଥିବା ପରୀକ୍ଷା ପାଇଁ ପ୍ରସ୍ତୁତିରେ ଲାଗିଯାଏ। ତେଣୁ ଉତ୍ତର ଖାତା ଆମେ ପରୀକ୍ଷାକୁ ଦେଇସାରିଛନ୍ତି, ବର୍ତ୍ତମାନ ଚିନ୍ତା କରି ଲାଭ କିଛି ନାହିଁ। ବର୍ତ୍ତମାନ ଆଗାମୀ ପରୀକ୍ଷା ପାଇଁ ସମସ୍ତ ପରୀକ୍ଷାର୍ଥୀ ପ୍ରସ୍ତୁତ ରୁହ। ଧନ୍ୟବାଦ।